ओम शांति। आहा ओम शांति। बुझिलु ना भाई। आहा वर्तमान आमे प्रजापिता ब्रह्मा कुमारी ईश्वरीय विश्वविद्यालय अच्छा जहाँकि आज एक अग्रणी आध्यात्मिक संस्था रूप में विश्व में ख्याति अर्जन करिछि। आहा तार स्थापना किपरि आहा ओ कहा माध्यम रे होइथिला से विषय रे आलोकपात करिबा। प्रथमे आमे सेई सर्वशक्तिमान शिव को टिके प्रार्थना करिबा, निश्चय। तापर विषय वस्तुर आलोचना करिबा। अच्छा मन चिंत बार बार ज्योति कले बर रूप अनुपम कांति कुरे चिंत बार बार ज्योति कले बर रूप अनुपम कांति कुरे मुखे रट बार बार शिव शिव सेहि रट बार बार शिव शिव सेहि दुरित नाशन नाम कुरे चिंत बार बार ज्योति कले बर रूप अनुपम कांति कुरे अज्ञान विध्वंसक ज्ञान प्रदायक त्रिनेत्र प्रदानकारी कुरे ब्रह्मा विष्णु शंकर त्रिदेव ईश्वर ब्रह्मा विष्णु शंकर त्रिदेव ईश्वर सर्वमुख्य दान कारी कुरे चिंत बार बार ज्योति कले बर रूपनुपम कांति कुरे सर्वरिपु दर्पहारी काम ध्वंसकारी गरल भक्षक प्रभु कुरे अधर्म नाशक धर्म संस्थापक अधर्म नाशक धर्म संस्थापक प्रलय तांडव कारी कुरे चिंत बार बार ज्योति कले बर रूपनुपम कांति कुरे पुरी जीव मनोरथ हेबु सर्वमुख्य चली जीवु विष्णु पुरी कुरे पुरी जीव मनोरथ हेबु सर्वमुख्य चली जीवु विष्णु पुरी कुरे शिव नाम सार ए विषय सागर शिव नाम सार ए विषय सागर तरी जीवु तांकु स्मरिकिरे चिंत बार बार ज्योति कले बर रूप अनुपम कांति कुरे। अरे भाई आहा कवि कहिले हाँ रे मन अच्छा तू सदा से ज्योति स्वरूप सर्वशक्तिमान परम पिता परमात्मा शिवंक निकट रे ही रह, अच्छा तेबे जाई ए देहर बंधन रु मुक्त हबु, निश्चय अमर धाम को जाई सुखरे रहिबु। अच्छा वर्तमान आमे विषय वस्तुर आलोचना करिबा। निश्चय ताहाले केउ केउ विषय उपर आलोचना करिबा। टुण सुज्ञ जन माने देई मन कर्ण जय शिव हे शिव ज्ञानामृत आदि करिबा गायन एहा ध्रुव हे केउ रूपे परमात्मा ए मोर संसारे निराकार जे खेल खेलुछन्ति आसी मानव शरीरे जय शिव हे अच्छा। जय शिव हे हाँ। निराकार ज्योति बिंदु रूप हे। अरे बाबू आहा परमात्मा तो अजन्मा हाँ
ତେବେ ସେ କିପରି ଏକ ମାନବ ଶରୀରରେ ଅବତରଣ କରି ଆହା ଏ ମର ସଂସାରରେ ତାଙ୍କର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ତା ଉପରେ ଆଲୋଚନା କରିବା। ନିଶ୍ଚୟ ଏଇଟା ତ ମୁଖ୍ୟ କଥା। ହଁ। ଆଚ୍ଛା ତାପରେ ଆଉ କେଉଁ ବିଷୟ ଅଛି? ଆରେ ତାହା ମଧ୍ୟ କହୁଛି ଶୁଣେ। ଆଚ୍ଛା ଥିଲା କେଉଁ ନାମ ତାଙ୍କ ଯା ଶରୀରେ ବସି ନିରାକାର ଯେ ସାକାର କର୍ମ କରନ୍ତି ପ୍ରଭୁ ବ୍ରହ୍ମ ରାଶି। ନିଜେ ଶିବ ହେ କେଉଁଠାରେ ଥିଲା ବାସ କେବଳ ଦେଶରେ ବ୍ରହ୍ମାଙ୍କର ହେ କି କର୍ମ ସେ କରୁଥିଲେ ଧନୀ କୋ ଗୁଣରେ। ଜୟ ଶିବ ହେ ଆହା। ଜୟ ଶିବ ହେ ହଉ। ନିରାକାର ଜ୍ୟୋତି ବିନ୍ଦୁ ରୂପ ହେ। ଆରେ ଭାଇ ଆହା ପରମାତ୍ମା ଯାହା ଶରୀରରେ ପ୍ରବେଶ କରନ୍ତି ହଁ ତାଙ୍କର ନାମ କଣ ଥିଲା? ଆଚ୍ଛା ସେ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ତାଙ୍କ ଭିତରେ କଣ କଣ ଗୁଣ ସବୁ ଥିଲା ତା ତା ଉପରେ- ଉପରେ ମଧ୍ୟ ଆଲୋଚନା କରିବା। ତାପରେ ଆଉ କଣ ବିଷୟ ଅଛି ବୁଝିଛୁ ନା? କଣ? କିପରି ହଟିଲା ମନ ଏ ମାୟା ସଂସାରୁ ଲେଖ ରାଜ ହେ କି ଅର୍ଜିଲେ ବୈରୀ ହୋଇ ନିଜ ଜନ ଠାରୁ ବ୍ରହ୍ମା ବାବା ହେ ସଂସ୍ଥା ଯାହା ଗଢିଲା ତା ନାମ ହେଲା କିସ। ଜୟ ଶିବ ହେ କି ସେବା ସେ କରୁଅଛି ମାନବ ହିତେ ତ ଜୟ ଶିବ ହେ ଆହା। ଜୟ ଶିବ ହେ ନିରାକାର ଜ୍ୟୋତି ବିନ୍ଦୁ ରୂପ ହେ ଏ ସର୍ବବୃତାନ୍ତ ଶିବ ଆସି ଯା ଶୁଣାନ୍ତି ଦୟାମୟ ହେ ଜନତା କଲ୍ୟାଣ ପାଇଁ ଜଣାଇବା ଆଜି। ଜୟ ଶିବ ହେ ସତ୍ୟ 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 ଏହା ହେ ସୁଧି ଜନ ଜୟ ଶିବ ହେ ସର୍ବ ସଂଶୟ ହଟିବ ମନ ଦେଇ ଶୁଣ। ଜୟ ଶିବ ହେ ହଉ। ଜୟ ଶିବ ହେ ସଦା ଚିନ୍ତୁଥିବି ତୁମ ରୂପ ହେ। ଆରେ ଭାଇ ଆହା ତାପରେ କଣ ହେଲା ବୁଝିଲୁ ନା? କଣ ହେଲା? ଏ ସଂସାର ପ୍ରତି ତାଙ୍କର ବୈରାଗ୍ୟ କିପରି ଆସିଲା? ଆଚ୍ଛା ପରମାତ୍ମା ଯେତେବେଳେ ତାଙ୍କ ଦ୍ୱାରା କାର୍ଯ୍ୟ କରିବା ଆରମ୍ଭ କଲେ ଆହା ସମାଜ ତାର କିପରି ବିରୋଧ କଲା। ହଁ ତା ଦ୍ୱାରା ଯେଉଁ ସଂସ୍ଥା ଗଠିତ ହେଲା ତାର ନାମ କଣ ଆହା ଓ ତା ଦ୍ୱାରା ସମାଜର କଣ କଲ୍ୟାଣ ହେଉଛି ତା ଉପରେ ବି ଆଲୋଚନା କରିବା। ହେଲେ ତାହା କଣ ବୁଝିଛୁ ନା? କଣ ହେଲା? ଶୁଣେ। ଆହା ଦେଶ ପାକିସ୍ତାନ ମଧ୍ୟରେ ଏକ ଯେ ନଗର ସିନ୍ଧୁ ପ୍ରାନ୍ତେ ହାଇଦ୍ରାବାଦ ନାମ ନାମ ଅଟେ ତାର ଜନ୍ମିଥିଲେ ଶିଶୁ ଏକ ଲେଖ ଲେଖ ରାଜ ନାମେ ବାଲ୍ୟକାଳୁ ବାପା ମା ହାରିଥିଲେ ଶୁଣେ ବଡ଼ ଭାଇ ପାଖେ ରହି ଶସ୍ୟ ବିକୁଥିଲେ ବାବା ଶସ୍ୟ ଶସ୍ୟ ବିକୁଥିଲେ ଦାନି ବୃତ୍ତି ଯୋଗୁଁ ସେଠୁ ତଡ଼ା ଯେ ଖାଇଲେ ପହଞ୍ଚିଲେ ଯାଇ ଏକ ବଣିଆ ପାଖରେ ତା ପାଖେ ଚାକିରି କରି ବେପାର ଶିଖିଲେ ଜୟ ଶିବ ଶିବ ଆହେ ତ୍ରିଭୁବନ କର୍ତ୍ତା ପ୍ରଭୁ ଆହା। ତ୍ରିଭୁବନ କର୍ତ୍ତା ଆହା। ତୁମ୍ଭ ନାମ ଗାଇ ଯାଉ ଏ ଜୀବନ ଗୋଟା। ଆରେ ତାପରେ କଣ ହେଲା କଣ ହେଲା? ବୁଝିପାରିଛୁ ନା? ନିଶ୍ଚୟ ହୀରା ବ୍ୟବସାୟ ଥିଲା ସେହି ସେହି ବଣି ବଣିଆର ହୀରା ଚିହ୍ନିବାରେ ବାବା ହେଲେ ଧୁରନ୍ଧର ବେପାରେ ଉନ୍ନତି ଦେଖିବାରୁ ବାରୁ ମହାଜନ ନିଜ କାର୍ଯ୍ୟ ଭାଗୁଆଳି କରିଲା କରିଲା ବହନ ନାମ ବଦଳି ହୋଇଲା ବାବା ଲେଖ ଲେଖରାଜ ବେପାରେ ବଢିଲା ଧନ ଖ୍ୟାତ ଖ୍ୟାତ ଯେ ବହୁତ ଜୟ ଶିବ ଶିବ ଆହେ ପତି ପତିତ ପାବନ ଅନ୍ତକାଳେ ମୁଖେ ମୋର ଥାଉ ଥାଉ ତୁମ୍ଭ
নাম ধন সাথে সাথে গুণ বড়িয় বড়িয় প্রমিত আধ্যাত্মিক কার্যে মন রহিলা সতত মুখ্য অর্থে দাদা কলে গুরুবার জন দাদা দলে গুরুবার জন গুরুଙ୍କୁ ମଣିଲେ ଭଗବାନଙ୍କ ବାନଙ୍କ ସମାନ ଭଗବାନଙ୍କ ସମାନ ତଥାପି ସେଥିରେ ତାଙ୍କୁ ଶାନ୍ତି ନ ମିଳିଲା ତାଙ୍କୁ ଶାନ୍ତି ନ ମିଳିଲା ଏକାନ୍ତରେ ବସି ମନ କିଛି ଖୋଜୁଥିଲା ମନ କିଛି ଖୋଜୁଥିଲା ଜୟ ନିରାକାର ଆହେ ଦେବ ଦେବ ନିରଞ୍ଜନ ପ୍ରଭୁ ଦେବ ନିରଞ୍ଜନ ଏ ଅଧମ ମୁଖେ ଥାଉ ସଦା ସଦା ତୁମ୍ଭ ନାମ ଥାଉ ସଦା ତୁମ୍ଭ ନାମ ଆରେ ଭାଇ ଆହା ଆମ ଦେଶ ଭାରତର ଆନ୍ଧ୍ରପ୍ରଦେଶରେ ଯେପରି ହାଇଦ୍ରାବାଦ ନାମରେ ସହରଟିଏ ଅଛି ହଁ ଆନ୍ଧ୍ରର ରାଜଧାନୀ ସେମିତି ପାକିସ୍ତାନରେ ସିନ୍ଧୁ ପ୍ରଦେଶ ନାମରେ ଗୋଟିଏ ରାଜ୍ୟ ଆଚ୍ଛା ସେଠାରେ ମଧ୍ୟ ହାଇଦ୍ରାବାଦ ନାମରେ ସହରଟିଏ ଅଛି ଆହା ଏସବୁ ସେଠିକାର ଘଟଣାରେ ଆଚ୍ଛା ତାପରେ କ'ଣ ହେଲା ଏମନ୍ତ ସମୟେ କଥା ଶୁଣ ଶୁଣ ଦିନଙ୍କର ଏମନ୍ତ ସମୟେ ଶୁଣ କଥା କଥା ଦିନଙ୍କର ଏକାନ୍ତରେ ବସିଥିଲେ ବଗିଚା ମଧ୍ୟର ଲେଖରାଜ ଆହେ ଲେଖରାଜ ହେ ସାକ୍ଷାତ ହୋଇଲା କିଛି ଦୃଶ୍ୟ ହେ ଲେଖରାଜ ହେ ଆହା। ସାକ୍ଷାତ ହୋଇଲା କିଛି ଦୃଶ୍ୟ ହେ ଏ ସାରା ସଂସାର ଗୋଟା ବିନାଶ ବିନାଶ ହେଉଛି ତ୍ରାହି ତ୍ରାହି କହି ଜନେ ଚିତ୍କାର ଛାଡ଼ନ୍ତି ନଈ ବଢ଼ି ଆହେ ନଈ ବଢ଼ି ହେ ଗ୍ରାମ ନଗ୍ର ନିଏ ଧୋଇ କରି ହେ ନଈ ବଢ଼ି ହେ ଗ୍ରାମ ନଗ୍ର ନିଏ ଧୋଇ କରି ହେ ଦାବା ନଳ ପ୍ରାୟ ଅଗ୍ନି ବନସ୍ତୁ ବନସ୍ତୁ ଉଡ଼ୁଛି ମାଡ଼ି ଆସି ଜନପଦ ପୁରା ଗ୍ରାସୁ ଅଛି ଭୂମିକମ୍ପ ଆହେ ଭୂମିକମ୍ପ ହେ ପାତାଳେ ଦାବୁଛି ରାଜ୍ୟ ଦେଶ ହେ ଭୂମିକମ୍ପ କମ୍ପ ହେ ପାତାଳେ ଦାବୁଛି ରାଜ୍ୟ ଦେଶ ହେ କେଉଁଠି ବ୍ୟାପିଛି ପୁଣି ରୋଗ ମହାମାରୀ ଚଉଦିଗେ କୁଢ଼ କୁଢ଼ ଶବ ଅଛି ପଡ଼ି କେ ନାହାନ୍ତି ଆଉ କେ ନାହାନ୍ତି ହେ ଶ୍ୱାନ ଶୃଗାଳ ହିଁ ମାତିଛନ୍ତି ହେ କେ ନାହାନ୍ତି ହେ ଶ୍ୱାନ ଶୃଗାଳ ହିଁ ମାତିଛନ୍ତି ହେ ଆଣବିକ ଯୁଦ୍ଧ କେଉଁ ଆଡ଼େ ଲାଗିଅଛି ଗୃହ ଯୁଦ୍ଧ କେଉଁ ଆଡ଼େ ଜୀବନ ନେଉଛି ହାହାକାର ଖାଲି ହାହାକାର ହେ ଚଉଦିଗେ ଶୁଭେ ନିରନ୍ତର ହେ ହାହାକାର ହେ ଚଉଦିଗେ ଶୁଭେ ନିରନ୍ତର ହେ ଆରେ ଭାଇ ଆହା ଏଇପରି ଭାବରେ ଦାଦା ଲେଖରାଜଙ୍କୁ
ହଁ ପ୍ରଥମେ ମହାବିନାଶର ସାକ୍ଷାତକାର ହେଲା। ଆଚ୍ଛା ତାପରେ କ'ଣ ଘଟିଲା? ପର ସମୟରେ ଆନ ଏକ ଦୃଶ୍ୟ ଆସିଗଲା ସମ୍ମୁଖରେ ଶାନ୍ତି ରାଇଜରେ ଫୁଲର ବଗିଚା ବାସ ଚହଟେ ସମୀରେ ଆହା ସତେ ବାସ ଚହଟେ ସମୀରେ ସୁବର୍ଣ୍ଣ ତୋରଣ ସୁବର୍ଣ୍ଣ ମହଲ ସୁବର୍ଣ୍ଣର ଅଟ୍ଟାଳିକା ସତେ ସୁବର୍ଣ୍ଣ ସୁବର୍ଣ୍ଣର ଅଟ୍ଟାଳିକା ଦେବ ଦେବୀ ମାନେ ରାସ କରୁଛନ୍ତି ରୂପ ତାଙ୍କ ମନ ଲୋଭା ଆହା ରୂପ ତାଙ୍କ ମନ ଲୋଭା ପୁଷ୍କରିଣୀ ମଧ୍ୟେ ଶତ ଦଳ ରାଜି ତା ମଧ୍ୟରେ ରାଜହଂସ ଦେଖ ତା ମଧ୍ୟରେ ରାଜହଂସ ମୟୂର ଚନ୍ଦ୍ରିକା ମେଲି କରୁଅଛି ଆଉ କେଉଁଠାରେ ନୃତ୍ୟ ଆହା ଆଉ କେଉଁଠାରେ ନୃତ୍ୟ ଭାସି ଆସେ ଧୀର ସମୀରରେ ପୁଣି କୋକିଳଙ୍କ କୁହୁସ୍ମନ ହେମନ୍ତ ସୁନ୍ଦର ମନଲୋଭା ଦୃଶ୍ୟ କିଣି ନେଇ ଗଲା ମନ ଦାଦାଙ୍କର କିଣି ନେଇ ଗଲା ମନ ଧୀରେ କର୍ଣ୍ଣେ ଏକ ଶବ୍ଦ ଗୁଞ୍ଜରିଲା ହେମନ୍ତ ସ୍ୱର୍ଗ ଦୁନିଆ ଗଢ଼ିବା ପାଇଁ କି ନିମିତ୍ତ ହୋଇବ ତୁମେ ହିଁ ତ ଏକାକିନା ଆହା ସତେ ତୁମେ ହିଁ ତ ଏକାକିନା ଆହା ତୁମେ ହିଁ ତ ଏକାକିନା ଆରେ ଭାଇ ଆହା ଏହିପରି ଫେରେ ନୂତନ ଦୁନିଆ ସ୍ଥାପନାର ଦୃଶ୍ୟ ମଧ୍ୟ ସାକ୍ଷାତକାର ହେଲା ରେ। ଆଚ୍ଛା ଏହାପରେ ଆଉ ସବୁ କ'ଣ ଘଟିଲା? ଆରେ ତା ମଧ୍ୟ କହୁଛି ଶୁଣେ ହଁ ଶୁଣ ଜନେ ହରସରେ ଘଟଣା କହୁଛି ଧୀରେ ଏକାନ୍ତରେ ପୁଣି ବସିଥିଲେ ଦାଦା ଶୀତଳ ସମୀର କୋଳେ ସନ୍ଧ୍ୟା କାଳରେ ଆସ୍ଥା ନଥିଲା ବଗିଚା ଦେଖୁଥିଲେ ଫୁଲ ଶୋଭା ଭାସି ଆସି ଏକ ଅଦ୍ଭୁତ ରୂପ ସମ୍ମୁଖରେ ହେଲା ଉଭା କି ମନ ଲୋଭା ହେ କି ମନ ଲୋଭା ହେ ଆରେ ଆହା। ମନକୁ ଲୋଭନୀୟ କରିଦେଇଛି ନିଶ୍ଚୟ ସ୍ୱୟଂ ଚତୁର୍ଭୁଜ ହରି ସମ୍ମୁଖେ ଛନ୍ତି ତାଙ୍କରି ଚାରି ଭୁଜ ଚାରି ଆୟୁଧ ମଣ୍ଡିଛି ପଦ୍ମ ଶଙ୍ଖ ଚକ୍ର ଗଦା ହେ ସତେ ଆହା କି ଶୋଭା ସତେ ଆହା କି ଶୋଭା ନୀଳଜୀ ମୁତ ବଦନ ପୀତାମ୍ବର ପରିଧାନ ଶିରେ ଅଷ୍ଟରତ୍ନ ମୁକୁଟ ମଣ୍ଡିଛି ଗଳେ କୌସ୍ତୁଭ ଧାରଣ କି ମନୋରମ ହେ ସତେ କି ମନୋରମ ହେ ଭାସି ଆସି ଏକ ଶବ୍ଦ କର୍ଣ୍ଣରେ ହେଲା ପ୍ରବେଶ ଯେଉଁ ରୂପ ତୋର ସମ୍ମୁଖେ ଦେଖୁଛୁ ଏହା ତୋହର ନିଜର ତ ସତେ କହିଲି କହିଲି ସତ ତୋତେ କହିଲି ସତ କିଛି କ୍ଷଣ ଅନ୍ତରାଳେ ଉଭାନ ସେ ଦୃଶ୍ୟ ହେଲେ ପ୍ରକୃତିସ୍ଥ ହୋଇ ଦାଦା ଲେଖରାଜ ଚିନ୍ତାରାଇ ଯେ ବୁଡ଼ିଲେ ଆହା କି ସେ ଦେଖିଲେ ଦେଖିଲେ ହେ ଆହା କି ସେ ଦେଖିଲେ ଦେଖିଲେ ହେ ଆରେ କଣ ଦେଖିଲେ ଆହା ଜାଗ୍ରତେ ଥିଲି ନା ଶୋଇ ସ୍ୱପ୍ନ ନା ବାସ୍ତବ ଏହି ମୁଛାର ମଣିଷ ବିଷ୍ଣୁ ସମକକ୍ଷ କିପରି ପାରିବି ହୋଇ କେ ଦେଲା କହି ହେ ସତେ କେ ଦେଲା ଦେଲା କହି ହେ
ଭାଇ ତାପରେ କଣ ହେଲା ଜାଣିଛୁ ନା? କଣ ହେଲା? କହୁଛି ଶୁଣେ। ଆଚ୍ଛା। ଭାବି ଭାବି ଏହି କଥା ଦାଦା ଉଠି ଗଲେ କି ପଳାଶ ଫୁଲ ତ ନାଲି ଆହା। ତାଠାରୁ ସୁନ୍ଦର ପରମ ଧାମ ମୋ ଇଚ୍ଛା ହେଲେ ଯାଏ ବୋଲି। ସବୁ କଥା ଗୁରୁଙ୍କର ଆଗେ ବଖାଣିଲେ କି ବସନ୍ତେ ଡାକେ କୋଇଲି ସଙ୍ଗାତ ହେ ବସନ୍ତେ ଡାକେ କୋଇଲି। ପରମ ପିତାଙ୍କୁ ନିଜର କରିଲେ ସବୁ ଦୁଃଖ ଯିବ ଭୁଲି। ଗୁରୁ କି ଜାଣିବେ ଭଗବାନଙ୍କର ଲୀଳା କି ସାଧବାଣୀ ପୋକ ନାଲି ଆଚ୍ଛା। ଭାବି ତ ନଥିଲି ପରମ ପିତାଙ୍କୁ ଜୀବନେ ପାଇବି ବୋଲି। ବୁଝି ନ ପାରିଲେ ଗୁରୁ ହୋଇଲେ ବାଉଳା କି ରଥରେ ଡାକେ ଡାହୁକ ସୁଜନେ ହେ ରଥରେ ଡାକେ ଡାହୁକ। ଆହା। ପବିତ୍ର କର ହେ ଜୀବନ ତୁମ୍ଭର ସୁଖ ଶାନ୍ତି ପ୍ରାପ୍ତ ହେବ। ମନ ବୁଝାଇବା ପାଇଁ କିଛି ସେ କହିଲେ କି ଶୁଆ କହୁଛି ଲୋ ସାରି ଆହା। ଗୀତା ଜ୍ଞାନ ଦାତା ନିଜେ ପରମାତ୍ମା ଏ ହଉ। କଥା ନ ଯା ପାଶୋରି। ନ ବୁଝିଲା ସେ କଥାରେ ମନ ଦାଦାଙ୍କର କି ଶାମୁକା ମଧ୍ୟେ ମୁକୁତା ଆହା। ମାୟା ରାବଣର କବଳିତ ଆଜି ହଉ। ଆତ୍ମା ରୂପକ ସୀତା। ମନେ ଘାରି ହେଲା ମହା ସଂଶୟ ବଳୟ କି ଆଇ ମୁଖରୁ ନାତୁଣୀ ହଉ, ହଉ। ଅମୃତ ବେଳାରେ ମୁରଲି ଶୁଣୁଛି ସେ ତ ପରମାତ୍ମା ବାଣୀ। ଏହା ପରେ ଘଟିଲା ଯା ଶୁଣ ଦେଇଛି ତ କି ମାର୍ଗଶିରେ ବଢ଼େ ହେମ ସଙ୍ଗାତ ହେ ମାର୍ଗଶିରେ ବଢ଼େ ହେମ। ହଉ। ଶରୀର ମଧ୍ୟରେ ଆତ୍ମା ରହିଅଛି ଶାମୁକାରେ ମୁକ୍ତା ସମ। ଆରେ ଭାଇ ବୁଝିଲୁ ନା? ହଁ ପରମାତ୍ମା ଶିବ ଦାଦା ଲେଖରାଜଙ୍କୁ ଯେଉଁ ସାକ୍ଷାତକାର ସବୁ କରାଇଲେ ଆଚ୍ଛା। ତାହା କିଏ କରାଇଲା ତାକୁ ସେ ଜାଣି ପାରିଲେନି। ଏ ତ ପରମାତ୍ମାଙ୍କ ଲୀଳା ତାକୁ ହଁ। ମଣିଷ କେମିତି ଜାଣିବ ହେ? ହଁ, ତେଣୁକରି ସେ ଯାଇ ତାଙ୍କ ଗୁରୁଙ୍କ ସହିତ ଏ ବିଷୟରେ ଆଲୋଚନା କଲେ। ଆହେ ଗୁରୁଙ୍କ ପାଖରେ ସିନା ଶାସ୍ତ୍ର ଜ୍ଞାନ ଅଛି ହଁ। ପରମାତ୍ମା ଜ୍ଞାନ କୁଆଡୁ ଆସିବ ଯେ ସେ ବିଷୟରେ କହିବେ? ହଁ, ତାପରେ ଯାହା ହେଲା ଶୁଣେ। ଆଚ୍ଛା। ଏଥୁ ଅନ୍ତେ କଥା ଏକ ଶୁଣ ଦେଇ ମନ ମନ ଘଟଣ ଘଟଇ ସବୁ ବିଧି ବିଧିର ବିଧାନ ପ୍ରତିଦିନ ସତସଙ୍ଗ ଚାଲେ ଚାଲେ ଦାଦା ଘରେ ସେଦିନଟି ଚାଲିଥିଲା ପୂର୍ବ ପରକାରେ କୁଟୁମ୍ବ ସହିତ ସାହି ପଡ଼ି ପଡ଼ିଶାଙ୍କ ସାଙ୍ଗ ମେଳେ ବସିଥିଲେ ଲେଖରାଜ ସେ ଶେଷ ସତସଙ୍ଗରେ ସଙ୍ଗରେ ଜୟ ଶିବ ଶିବ ଆହେ ତ୍ରିଭୁବନ କର୍ତ୍ତା ତୁମ୍ଭ ନାମ ଗାଇ ଯାଉ ଏ ଜୀବନ ଗୋଟା। ଏ ସମୟ ମନେ କିଛି ପ୍ରେରଣା ଆସିଲା ସତସଙ୍ଗ ସାନୁ ଦାଦା ଉଠି ଗଲେ ଭଲା ବସିଲେ କାନ୍ତେ ଯାଇ ନିଜ କୋଠରୀରେ ଚାହୁଁ ଚାହୁଁ ଧ୍ୟାନେ ମଗ୍ନ ଦାଦା ହୋଇଗଲେ କୋଠରୀ ଗୋଟାକ ଲାଲ ରଙ୍ଗେ ଝଲସିଲା ସତେ କିଆ ଲୋକ କେଉଁଠାରେ ଠାରେ ଜଳୁଥିଲା ଶବ୍ଦ ଏକ ଶୁଣିଲେ ଦାଦା ଧ୍ୟାନ ଅବସ୍ଥାରେ ଯେମିତି କି କହୁଛନ୍ତି କର୍ଣ୍ଣ ଗହ୍ୱରରେ। ଆରେ ବାବୁ ଆହା ଗୋଟେ ଶବ୍ଦ ଶୁଣିଲେ। କଣ ଶବ୍ଦ ଶୁଣିଲେ? କି ଶବ୍ଦ ଜାଣିଛୁ? ଆହା ନିଜାନନ୍ଦ ସ୍ୱରୂପಂ ଶିବୋହಂ ଶିବୋହಂ ଜ୍ଞାନ ସ୍ୱରୂପଂ ଶିବୋହಂ ଶିବୋହಂ ପ୍ରକାଶ ସ୍ୱରୂପಂ ଶିବୋହಂ ଶିବୋହಂ। ଶକ୍ତି ସ୍ୱରୂପଂ ଶିବୋହಂ ଶିବୋହಂ। ଆରେ ଦାଦାଙ୍କ ଘରେ ତ ପ୍ରତିଦିନ ସତ୍ସଙ୍ଗ ହୁଏ। ଆଚ୍ଛା ଦାଦା ଲେଖରାଜ ଅନ୍ୟମାନଙ୍କ ସାଙ୍ଗରେ ବସି ଗୁରୁଙ୍କ ଠାରୁ ଗୀତା ଶୁଣୁଥିଲେ। ଆଚ୍ଛା ହଠାତ୍ ତାଙ୍କ ମନରେ କିଛି ଗୋଟେ ଭାବନା ଆସିଲା। ଆହା ସେ ସେଠାରୁ ଉଠି ହଁ। ନିଜ କୋଠରୀକୁ ଯାଇ ଆଚ୍ଛା। ଏକାନ୍ତରେ ଧ୍ୟାନରେ ବସିଗଲେ। ଓହୋ ଧ୍ୟାନରେ ବସିଗଲେ। ଚାହୁଁ ଚାହୁଁ କୋଠରୀଟା ଲାଲ ଆଲୋକରେ ପୂର୍ଣ୍ଣ ହୋଇଗଲା। ଆହା ସତେ ଯେପରି କୋଠରୀ ମଧ୍ୟରେ ଆଲୁଅ ଜଳୁଛି ହଁ ଏପରି ଧ୍ୟାନ ଅବସ୍ଥାରେ ତାଙ୍କୁ କିଛି ଶବ୍ଦ ଶୁଣାଗଲା। କଣ ଶୁଣାଗଲା? କିଏ ଯେମିତି ତାଙ୍କ କାନରେ କହୁଛି ଆହା ମୁଁ ହେଉଛି ଆନନ୍ଦ ସ୍ୱରୂପ, ହଁ ଜ୍ଞାନ ସ୍ୱରୂପ, ହଁ ପ୍ରକାଶ ସ୍ୱରୂପ, ହଁ ମୁଁ ହିଁ ଶିବ ଅଟେ। ଆଚ୍ଛା ତାପରେ ହେଲା କଣ?
ସତସଙ୍ଗ ସରିଗଲା ଦାଦା ଫେରି ନଇଲା ହେ ସତସଙ୍ଗ ସରିଗଲା ବିଚିତ୍ର ଏ କଥା ଏମନ୍ତ ତ କେବେ ଘଟି ନଥିଲା ହେ ଦାଦା ଜୀବନେ ଘଟି ନଥିଲା ହେ ଦାଦା ଜୀବନେ ଅଧା ସତସଙ୍ଗୁ ଦାଦା କେଣେ ଗଲେ ବିଚାର କରନ୍ତି କୁଟୁମ୍ବ ଜନେ ହେ ସତସଙ୍ଗ ସରିଗଲା ଦାଦା ଫେରି ନଇଲା ହେ ପ୍ରଥମେ ଦେଖିଲେ ନିଜ ପୁତ୍ର ବଧୁ ନିଜ କୋଠରୀରେ ଅଛନ୍ତି ଦାଦା ଆହେ ନିଜ କୋଠରୀରେ ଅଛନ୍ତି ଦାଦା ଜ୍ଞାନେ ବସି ନିଜେ ନିଜେ କହୁଛନ୍ତି କି ସୁନ୍ଦର ଦୃଶ୍ୟ କିଏ ସେ ଥିଲା କି ସତସଙ୍ଗ ସରିଗଲା ଦାଦା ଫେରି ନଇଲା ହେ ଲାଲ ଆଲୋକରେ କୋଠରୀ ପୁରିଛି କେଉଁଠି ଆଲୋକ ଜଳୁ ତ ନାହିଁ ଆହେ କେଉଁଠି ଆଲୋକ ଜଳୁ ତ ନାହିଁ ଅନୁଧ୍ୟାନ ଅନ୍ତେ ଜାଣିଲେ ଆଲୋକ ଆସୁଛି ଦାଦାଙ୍କ ନୟନୁ ବେନିକି ସତସଙ୍ଗ ସରିଗଲା ହଉ। ଦାଦା ଫେରି ନଇଲା ହେ ସମୟ ଉପରାନ୍ତେ କିଛି କ୍ଷଣ ଅନ୍ତେ ଯେବେ ଦାଦାଙ୍କର ଧ୍ୟାନ ତୁଟିଲା ଆହେ ଯେବେ ଦାଦାଙ୍କର ଧ୍ୟାନ ତୁଟିଲା ପଚାରନ୍ତେ କିସ ଦେଖୁଥିଲ ବୋଲି ଘଟଣା ବୁଝାଇ କହିଲେ ଦାଦା କି ସତସଙ୍ଗ ସରିଗଲା ଦାଦା ଫେରି ନଇଲା ହେ ଜ୍ୟୋତି ଏକ ଆସି ସମ୍ମୁଖେ ମୋହର ଉଭା ହୋଇଥିଲେ କି ମନ ଲୋଭା ଆହା। ଉଭା ହୋଇଥିଲେ କି ମନ ଲୋଭା ଶବ୍ଦ ଆସୁଥିଲା ଭାସି ତାଙ୍କ ଠାରୁ ଶିବ ନାମ ମୁହିଁ ଜ୍ୟୋତି ସ୍ୱରୂପ କି ସତସଙ୍ଗ ସରିଗଲା ଦାଦା ଫେରି ନଇଲା ହେ ସତସଙ୍ଗ ସରିଗଲା ଆନନ୍ଦ ସାଗର ଜ୍ଞାନର ସାଗର ପ୍ରେମ ସାଗର ମୁଁ ଶକ୍ତି ସାଗର ସତେ ପ୍ରେମ ପ୍ରେମ ସାଗର ମୁଁ ଶକ୍ତି ସାଗର ସତ୍ୟ ଯୁଗୀ ନୂଆ ଦୁନିଆ ଗଢିବି ଶରୀର ତୋହର ନେଇ ଆଧାର କି ସତସଙ୍ଗ ସରିଗଲା ଦାଦା ଫେରି ନଇଲା ହେ ସେହି ଦିନ ଠାରୁ ଦାଦାଙ୍କ ଶରୀରେ ପରମାତ୍ମା ଶିବ ପ୍ରବେଶ ହୋଇ ହେ ପରମାତ୍ମା ଶିବ ପ୍ରବେଶ ହୋଇ ପ୍ରଜାପିତା ବ୍ରହ୍ମା ନାମ ତାଙ୍କୁ ଦେଲେ ନୂତନ ଯୁଗର ନିର୍ମାଣ ପାଇଁ କି ସତସଙ୍ଗ ସରିଗଲା ଦାଦା ଫେରି ନଇଲା ହେ ସତସଙ୍ଗ ସରିଗଲା ଆଚ୍ଛା ବୁଝିଲୁ ତ ଭାଇ ଆହା କିପରି ନିରାକାର ପରମାତ୍ମା ହଁ ଶିବ ଦାଦା ଲେଖରାଜଙ୍କ ଶରୀରରେ ପ୍ରବେଶ କରି ଆଚ୍ଛା ତାଙ୍କୁ ପ୍ରଜାପିତା ବ୍ରହ୍ମା ବୋଲି ନାମିତ କଲେ ନିଶ୍ଚୟ ଆହେ ବ୍ରହ୍ମା ହେଉଛନ୍ତି ନୂତନ ସୃଷ୍ଟିର ସ୍ରଷ୍ଟା ହଁ ଅର୍ଥାତ ଭଗବାନ ଯାହା ଦ୍ୱାରା ଏହି କର୍ତ୍ତବ୍ୟ ସମ୍ପାଦନ କରାଇଲେ ସେ ତ ବ୍ରହ୍ମା ହଁ ଠିକ ବୁଝିଲୁ ରେ ଆଚ୍ଛା ତାପରେ ଆଚ୍ଛା। ଘଟଣା କଣ ବର୍ଣ୍ଣନା କରିବଟି ୟା ପର ଘଟଣା କରୁଛି ବର୍ଣ୍ଣନା ଶୁଣ ସୁଧି ଜନେ ଦେଇ ମନକୁ ଆହେ ଶୁଣ ଶୁଣ ସୁଧି ଜନେ ଦେଇ ମନକୁ ନିତ୍ୟ ପରମାତ୍ମା ଶିବ ପ୍ରବେଶିଣ ଜ୍ଞାନ ଉଚାରିଲେ ବ୍ରହ୍ମାଙ୍କ ମୁଖୁ କି ଶୁଣି ଜନେ ଚକିତ ସତସଙ୍ଗ ଚାଲିଲା ଏ ମନ୍ତ କି ଶୁଣି ଜନେ ଚକିତ ଏକ କୁଆରେ କୁହା କୁହି ହେଲେ ହଁ ଆହା କି ମଧୁର ଅଦ୍ଭୁତ ଜ୍ଞାନ ଆହେ ଆହା କି ମଧୁର ଅଦ୍ଭୁତ ଜ୍ଞାନ ନିଶ୍ଚୟ ଅଟେ ଦୈବୀ ଶକତି ନହେଲେ କି ଦାଦା ହେବେ ଭାଜନ କି ଏତ ନୂତନ ଜ୍ଞାନ ସତେ ଏତ ନୂତନ ଜ୍ଞାନ କେବେ ଶୁଣି ତ ନଥିଲା କର୍ଣ୍ଣ କି
କି ଏତ ନୂତନ ଜ୍ଞାନ ମାତା କନ୍ୟାଙ୍କର ସଂଖ୍ୟା ବୃଦ୍ଧି ହେଲା ସତସଙ୍ଗ ସ୍ଥଳ ଉଠିଲା ପୁରୀ ଆହେ ସତସଙ୍ଗ ସ୍ଥଳ ଉଠିଲା ପୁରୀ ଅଦ୍ଭୁତ କଥା ମାନ ଯା ଘଟିଲା ଶୁଣ ସତସଙ୍ଗେ କାନକୁ ଡେରିକି ଏହା ନୁହଇ ଆନ ଶିବ ପରମାତ୍ମାଙ୍କର ଜ୍ଞାନ ହେ ଏହା ନୁହଇ ଆନ ଦାଦାଙ୍କ ଶରୀର ଦିଶିଲା କାହାକୁ ନାରାୟଣ କାକୁ କୃଷ୍ଣ ସମାନ ଆହେ ନାରାୟଣ କାକୁ କୃଷ୍ଣ ସମାନ କେ ଦେଖିଲା ସତ୍ୟ ଯୁଗ ଦୃଶ୍ୟ ପୁଣି କାହାକୁ ପ୍ରଳୟ କଳିର ଅନ୍ତ କି ଜ୍ଞାନେ ଯାଇକେ ଦେଖେ ସତେ ଧ୍ୟାନେ ଯାଇକେ ଦେଖେ ରାସ କରୁଛି କୃଷ୍ଣ ସହିତ କି ଧ୍ୟାନେ ଯାଇକେ ଦେଖେ ଓಂ ଧ୍ୱନି ବାବା ପ୍ରଥମେ କରନ୍ତି ତାପରେ କରନ୍ତି ସଭିଏ ମିଶି ଆହେ ତାପରେ କରନ୍ତି ସଭିଏ ମିଶି ଧ୍ୱନି ଉଚ୍ଚାରନ୍ତେ ଧ୍ୟାନେ ଚାଲି ଯାନ୍ତି କେଉଁ ଦିନ କିଏ ନ ହୁଏ ଜାଣିକି ଜ୍ଞାନ ଭାଙ୍ଗିଲା ପରେ ବର୍ଣ୍ଣି କହନ୍ତି ଯାହା ଦେଖିଲେ କି ଧ୍ୟାନ ଭାଙ୍ଗିଲା ପରେ ଓಂ ଧ୍ୱନି ଯୋଗୁଁ ସତସଙ୍ଗ ନାମ ଓಂ ମଣ୍ଡଳୀରେ ନାମିତ ହେଲା ହେ ଓಂ ମଣ୍ଡଳୀରେ ନାମିତ ହେଲା ଏହି ରୂପେ ନିତ୍ୟ ପରମାତ୍ମା ଶିବ ବ୍ରହ୍ମାଙ୍କ ଶରୀରେ କରିଲେ ଲୀଳା କି ଏହା ପର ଘଟଣା ଶୁଣ ବିଜ୍ଞ କରୁଛି ବର୍ଣ୍ଣନା ହେ ଏହା ପର ଘଟଣା ଶୁଣ ବିଜ୍ଞ କରୁଛି ବର୍ଣ୍ଣନା ହେ ଏହା ପର ଘଟଣା ଆରେ ଭାଇ ତାପରେ କଣ ହେଲା କଣ ହେଲା ଏ ମନ୍ତେ ସତସଙ୍ଗ ଖ୍ୟାତି ସିନ୍ଧୁ ପ୍ରଦେଶେ ଗଲା ବ୍ୟାପୀ ନୂତନ ଯୁଗ ହେବ ଗଢା ଉନ୍ନାଦି ତାହାର ପଡ଼ିଲା ପରମ ପିତା ନିତ୍ୟ ଆସି ଦେବୀ ଦେବତା ଖୋଜୁଛନ୍ତି ହେବାକୁ ଦେବ ଦେବୀ ସମ ଦୈବୀ ଗୁଣେ ହୁଅ ପୂର୍ଣ୍ଣ ଆହାର ବିହାର ପବିତ୍ର କର ଜୀବନେ ୟାକୁ ବ୍ରତ କାମ ବିକାର ନର୍କ ଦ୍ବାର ଜୀବନୁ ତାକୁ ତ୍ୟାଗ କର ପବିତ୍ର କଲେ ଜୀବନକୁ ଲଭିବ ସୁଖ ଓ ଶାନ୍ତିକୁ ଏକ ଜନ୍ମ ଦିଅ ମୁତେ ଏକୋଶୀ ଜନ୍ମ ସୁଖ ଅର୍ଥେ ମାତା କନ୍ୟା ଯେ ଆସୁଥିଲେ ସମସ୍ତେ ଏହାକୁ ପାଳିଲେ ସ୍ୱାର୍ଥୀ ସମାଜ ରୁଷ୍ଟ ହେଲା ଏହାର ବିରୋଧ ଯେ କଲା ଆକଟ ସର୍ବେ ଘରେ କଲେ ନ ଯାଅ ସେଠାକୁ ବୋଇଲେ ବ୍ରହ୍ମାଙ୍କ ନାମରେ କଳଙ୍କ ଲଗାଇ କହିଲେ ଅନେକ ଓಂ ମଣ୍ଡଳୀ ମୁଖ୍ୟ ଦ୍ୱାରେ ଧାରଣା ଦେଇ ନ ବସିଲେ ଗୋପୀଏ ମୁରଲି ନିମିତ ପାଇ କହୁଛି ଭାଗବତ ପୁରାଣେ ଯାହା ଲେଖା ଅଛି ସେ ସବୁ ଏଠାରେ ଘଟୁଛି ମିନକି ବଞ୍ଚେ ଜଳ ବିନା ସେ ଦଶା ସତସଙ୍ଗ ବିନା କେତେ ଯେ ଆକଟନ ମାନି ଆସିଲେ ସତସଙ୍ଗେ ପୁଣି ଆହତ ହୋଇବାରୁ ସ୍ୱାର୍ଥ ଦୁଷ୍ଟେ ଯେ କଲେ ପ୍ରତିବାଦ ବାବାଙ୍କ ନାମରେ କଳଙ୍କ ଲଗାଇ ବୋଇଲେ ଅନେକ ଦାଦା ଲଗାଇ ବୋଇଲେ ଅନେକ ବାବାଙ୍କ ନାମରେ କଳଙ୍କ ଦାଦା କହିଲେ ଆଚ୍ଛା ହେଲା ରାସ୍ତାରେ ବ୍ରାହ୍ମଣ ଫସିଲା ମୁହିଁ ତ ନିମିତ ମାତର ଶିବ
ଆସନ୍ତି ମୋ ଶରୀର କହି ସେ ଧୀରେ ଚାଲି ଯାଆନ୍ତି ଜନେ ମୋ ଠାରେ ରୁଷ୍ଟ ହୁଅନ୍ତି ସଂଶୟୀ ଆତ୍ମା ଗଲେ ଘରେ ନିଶ୍ଚୟ ରହିଲେ ଯଜ୍ଞରେ ଏମନ୍ତେ କିଛି ଦିନ ଗଲା ଭାରତ ବେନିଭାଗ ହେଲା ସିନ୍ଧୁ ପ୍ରଦେଶ ଗଲା ରହି ପାକିସ୍ତାନର କ୍ଷେତ୍ର ହୋଇ ଶିବ ଆଦେଶିଲେ ବାବାଙ୍କୁ ଚଳିବା ଅର୍ଥେ ଭାରତକୁ ଛାଡ଼ିଲେ ସ୍ଥାବର ସମ୍ପଦ ଦାଦା ଯେ ଆସିଲେ ଭାରତ ସଙ୍ଗେ 500 ବ୍ରହ୍ମା ବତ୍ସ ଧରି ଆସିଲେ ଆବୁ କ୍ଷେତ୍ର ଯଦା ଯଦା ହି ଧର୍ମସ୍ୟ ଏ ଉକ୍ତି କରିବାକୁ ସତ୍ୟ କର୍ତ୍ତାୟା ଯେଣୁ ନିଜେ ଶିବ ଲେଉଟି ଆସିଲେ ଭାରତ ଆରାବଳି ଆବୁ ପର୍ବତ କଲେ ନିଜର କର୍ମ କ୍ଷେତ୍ର ନୂତନ କଳେବର ହେଲା ସଂସ୍ଥାର ନାମ ବଦଳିଲା ନାମ ୟା ହେଲା ଏହିପରି ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ନାମେ ହୋଇଲା ଏ ନିଶ୍ଚୟ ସଂସ୍ଥାର ନାମ ହେଲା ଖ୍ୟାତ ଦେଶକୁ ଦେଶ ପରିବ୍ୟାପ୍ତ ଶାଖାୟା ବ୍ୟାପିଛି ବିଶ୍ୱରେ ଶୁଣ ହେ ଜନେ ହରସରେ ଶୁଣ ହେ ଜନେ ହରସରେ ଶାଖାୟା ବ୍ୟାପିଛି ବିଶ୍ୱରେ ଆରେ ଭାଇ ଆହା ଏହିପରି ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆଚ୍ଛା ଯାହା ସିନ୍ଧ ହଁ ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା ଆହା କାଳକ୍ରମେ ତାହା ଭାରତକୁ ସ୍ଥାନାନ୍ତରିତ ହୋଇ ହଁ ରାଜସ୍ଥାନ ଅନ୍ତର୍ଗତ ଆରାବଳୀ ପର୍ବତମାଳାର ଆଚ୍ଛା ଆବୁ ପର୍ବତ ଉପରେ ସ୍ଥାପିତ ହୋଇ ହଁ ଲାଇଟ ହାଉସ ରୂପେ ଆଜି ସାରା ବିଶ୍ୱକୁ ଆଧ୍ୟାତ୍ମିକ ଆଲୋକ ପ୍ରଦାନ କରୁଛି ଆହେ ବର୍ତ୍ତମାନ ପରା ବିଶ୍ୱର 130 କୋଟି ଦେଶରେ ପ୍ରାୟ 9000 ଶାଖା ଖୋଲିଲାଣି ହଁ ତାପରେ ବିଚାର କରିବା ଯେ ଆଚ୍ଛା ପରମାତ୍ମା ୟାର ନାମ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କାହିଁକି ରଖିଲେ ଆଚ୍ଛା ଶୁଣ ସୁଜ୍ଞ ଜନ ଏ ନାମକରଣ କାହିଁ ପାଇଁ ହେଲା ଏହାର ପ୍ରତ୍ୟେକ ଶବ୍ଦର ଅର୍ଥ ବୁଝାଉଛି ଶୁଣ ଚିତ କରି ଶୀତଳ ଜନେ ହେ ମନୁ ଫିଟି ଯିବ ସନ୍ଦେହ ଶୁଣିଣ ଜୀବନ କରିନି ଅଧନ୍ୟ ମାନି ପ୍ରଭୁଙ୍କର ଆଦେଶ ଜନେ ହେ ମନୁ ଫିଟି ଯିବ ସନ୍ଦେହ ନୂତନ ସୃଷ୍ଟିର ସର୍ଜନା ଯେ କରେ ବ୍ରହ୍ମା ତାଙ୍କ ନାମ ଅଟଇ ସକଳ ଜନଙ୍କ ପିତା ସେ ହୋଇଲେ ତେଣୁ ପ୍ରଜାପିତା ବୋଲାଇ ବ୍ରହ୍ମାଙ୍କ ମୁଖୁ ଶୁଣି ଦିବ୍ୟ ଜ୍ଞାନକୁ ନୂତନ ଜୀବନ ଗଢ଼ିବାରୁ ହେଲେ ବ୍ରହ୍ମା କୁମାର କୁମାରୀ ବ୍ରହ୍ମାଙ୍କ ମୁଖୁ ଶୁଣି ଦିବ୍ୟ ଜ୍ଞାନକୁ ନିଜେ ଭଗବାନ ଦେଉଛନ୍ତି ଜ୍ଞାନ ବିଶ୍ୱ କଲ୍ୟାଣର ନିମନ୍ତେ ବିଶ୍ୱବାସୀ ଏଠି ପଢୁଛନ୍ତି ପାଠ ଆବାଳ ବୃଦ୍ଧ ପରିଜନ୍ତେ ତେଣୁ ଯେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ନାମ ସାର୍ଥକ ହୋଇଛି ଏହାରି ତେଣୁ ଯେ ପ୍ରଜାପିତା ବ୍ରହ୍ମା କୁମାରୀ କର ନାହିଁ ଡେରି ହେ ସୁଧି ମଣ୍ଡଳୀ ବେଳ ଯାଉଅଛି ଗଡ଼ିତ ହେଳା କଲେ ଭେଳା ବୁଡ଼ି ଯିବ ଭାଇ ଏ ଉକ୍ତି ତ ସର୍ବବିଦିତ ପରମ
ପିତା ଶିବଙ୍କର ଜ୍ଞାନ ଛଏ ଜୀବନ ହୋଇ ଜୀବ ଧନ୍ୟ ଜୀବନେ ଧରିବ ୟାକୁ ଯେ ପରମ ପିତା ଶିବଙ୍କର ଜ୍ଞାନ ବାକି କିଛି କ୍ଷଣ କଳିର ଶାସନ ଅନ୍ତ ହୋଇ ସତ୍ୟ ଆସିବ ସତ୍ୟ ଯୁଗୀ ନାବେ ବସି ବସିଏ ଯେ ଜୀବନ ପବିତ୍ର କରିବ ପବିତ୍ର ସାଗର ପରମାତ୍ମା ପିତା ପରମ ଶିକ୍ଷକ ସଦ ଗୁରୁ ବନି ସତ୍ୟ ଯୁଗ କରେ ପ୍ରତିଷ୍ଠା ପବିତ୍ର ସାଗର ପରମାତ୍ମା ପିତା ଆରେ ଭାଇ ବିଦ୍ୟାଳୟ ନାମକରଣର ଯଥାର୍ଥତାକୁ ତ ଜାଣିଲେ ନିଶ୍ଚୟ ବର୍ତ୍ତମାନ ବ୍ରହ୍ମାଙ୍କ ବିଭିନ୍ନ ନାମ ଉପରେ ଟିକେ ଆଲୋକପାତ କରିବା ବ୍ରହ୍ମାଙ୍କୁ ପୁଣି ଆଉ କଣ ନାମ ଦେଇପାରିବା ଆରେ କହୁଛି ଶୁଣେ ଆଚ୍ଛା ଶୁଣ ହେ ବୁଦ୍ଧ ବ୍ରହ୍ମାଚରିତ ଚିତ୍ତକୁ ସ୍ଥିର କରି ଭବ କଳୁଷ ହୋଇବ ଶେଷ ହେଲେ ସନ୍ତାନ ତାରି ହେ ବୁଧେ ହେଲେ ସନ୍ତାନ ତାରି ସତ୍ୟ ନାମ ଶ୍ରୀ ନାରାୟଣ ତ୍ରେତାରେ ରାମଚନ୍ଦ୍ର ମଧ୍ୟ ଯୁଗରେ ବହିଲା ନାମ ସେହି ବିକ୍ରମାଦିତ୍ୟ ହେ ଜନେ ସେହି ବିକ୍ରମାଦିତ୍ୟ କଳିର ଶେଷ ସତ୍ୟ ପ୍ରାରମ୍ଭ ସଙ୍ଗମ ଯୁଗ ଏହି ନାମତା ପ୍ରଜାପିତା ବ୍ରହ୍ମା ଯେ ଶିବ ଅଛନ୍ତି ଦେଇ ହେ ଜନେ ଶିବ ଅଛନ୍ତି ଦେଇ କଳ୍ପ ବୃକ୍ଷର ଆଦି ପତ୍ର ସେ ପ୍ରଥମ ଦେବ ସେହି ତେଣୁ ତାହାଙ୍କ ଆଦି ଦେବ ଯେ ନାମଟି ଅଛି ହୋଇ ହେ ଜନେ ନାମଟି ଅଛି ହୋଇ ତାରିବା ପାଇଁ ଆତ୍ମାକୁ ପରା 84 କାଠି ନରକୁ ଭଗୀରଥ ଯେ ହୋଇଲେ ନିଜ ଶରୀରେ ବହି ଶିବଙ୍କୁ ହେ ଜନେ ଶରୀରେ ବହି ଶିବଙ୍କୁ ହାଡ଼ ମାଂସର ଶରୀର ତାଙ୍କ ହୋଇଲା ଶିବାଳୟ ଅକର୍ମା ଶିବ କରିଲେ କର୍ମ ଆବରି ତାଙ୍କ ଦେହ ହେ ଜନେ ଆବରି ତାଙ୍କ ଦେହ ଶରୀର ସାଥେ ସମସ୍ତ ଧନ ଯଜ୍ଞ ଆହୁତି ଦେଇ ଦଧିଚି ନାମ ଲଭିଲେ ଜାଣ ଶିବଙ୍କ ଠାରୁ ସେହି ହେ ଜନେ ଶିବଙ୍କ ଠାରୁ ସେହି ସ୍ଥିତ ପ୍ରଜ୍ଞ ସେ ସମସ୍ତ କାର୍ଯ୍ୟେ ଚିତ୍ତକୁ ରଖି ସ୍ଥିର ତେଣୁ କରି ତ ନାମ ତାଙ୍କର ହୋଇଲା ଯୁଧିଷ୍ଠିର ହେ ଜନେ ହୋଇଲା ଯୁଧିଷ୍ଠିର କଳ୍ପ ବୃକ୍ଷ ଜ୍ଞାନ ସମସ୍ତ ନିଜ ଉଦରେ ଭରି କପିଳ ମୁନି ନାମ ସାର୍ଥକ ତେଣୁ ହୋଇଲା ତୁମରି ହେ ବ୍ରହ୍ମା ତେଣୁ ହୋଇଲା ତୁମରି ମନସା ଶକ୍ତି ଆଧାରେ ତୁମେ ମାନବ ସେବା କଲ ମନୁ ନାମକୁ
সার্থক করি মহাতপস্বী হেল হে ব্রহ্মা মহাতপস্বী হেল মহাতপরে হইল লীন দেহ ঠূর্ধে রহি জনক নাম বহিল তেণু বিদেহী স্থিতি পাই হে ব্রহ্মা বিদেহী স্থিতি পাই ভস্ম କରିବା ପାଇଁ ବିକାର বজ্র শপথ নেল এপরি তুমে নিজକୁ বাবা ভীষ্ম বোলাইল হে হে ব্রহ্মা ভীষ্ম বোলাইল সকল শুদ্ধ কামনা তুমে পূরণ কর জেণু তেণু କରି ତ নাম তুমর হইলা কাম ধেনু হে হে ব্রহ্মা হইলা কাম ধেনু শিবঙ্ক তুম্ভে বাহন হেল তুমরি রথে বসি বুলিলে শিব জগতে তুম নাম হইলা নন্দী হে হে ব্রহ্মা নামটি হেলা নন্দী যোগ তপস্যা সেবারে তুমে শিবଙ୍କୁ বশ কল প্রতিদানরে সকল শিরি কল্পকু বরি নেল হে বাবা কল্পকু বরি নেল পাদরে তুম্ভ পাদ মুথাপি চালিবা লক্ষ্য রখি পাদরে তুম্ভ পাদ মুথাপি চালিবা লক্ষ্য রখি সফল করি জীবন মোর হেবি তুম্ভর সাথী হে বাবা হেবি তুম্ভর সাথী হে বাবা হেবি তুম্ভর সাথী ওম শান্তি ওম শান্তি শান্তি শান্তি